नमस्कार दर्शक बंधु। आज 21 जुलाई 2024 ଏହି ସ୍ୱତନ୍ତ୍ର ସମାଚାର ବୁଲେଟିନକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଶା ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ଷେତ୍ରର ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଖବରର ସମ୍ପୂର୍ଣ୍ଣ ବିଶ୍ଳେଷଣ ନେଇ ଆମେ ପ୍ରସ୍ତୁତ। ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଆସିଛନ୍ତି ତେବେ ଏହିଭଳି ଖବର ପାଇଁ ସର୍ବପ୍ରଥମେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଆମ ସହିତ ଯୋଡ଼ି ହୋଇ ରହନ୍ତୁ। ତେବେ ବନ୍ଧୁଗଣ, ସର୍ବପ୍ରଥମେ ଆସନ୍ତୁ ନଜର ପକାଇବା ଆମ ନିଜ ଓଡ଼ିଶା ରାଜ୍ୟର ଅତି ଗୁରୁତ୍ୱପୂର୍ଣ୍ଣ ସମାଚାର ଉପରେ। ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଉପରେ ବଡ଼ ସୂଚନା। ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ଆସିଛି ଏକ ବଡ଼ ଖୁସି ଖବର। ରାଜ୍ୟ ସରକାର ଆଗାମୀ ମାସରେ ଦ୍ୱିତୀୟ କିସ୍ତିର ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଅର୍ଥ ପଇଠ କରାଯିବ। କୌଣସି ବିଭ୍ରାନ୍ତ ଏଡ଼ାଇବା ପାଇଁ ଡିଜିଟାଲ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି। ଯୋଗ୍ୟ ମହିଳାମାନେ ନିଜର ଆଧାର ସଂଯୋଗୀକରଣ ଯାଞ୍ଚ କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏହି ପଦକ୍ଷେପ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ବହୁତ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ। କୋରାପୁଟ ଓ ଦେଓମାଳିରେ ନୂତନ ଇକୋ ଟୁରିଜିମ୍ ପ୍ଲାନ୍। ଦେଓମାଳି ପାହାଡ଼ ଉପରେ ପର୍ଯ୍ୟଟକଙ୍କ ପାଇଁ ନୂଆ ପ୍ରାକୃତିକ କଟେଜ ଏବଂ ରୋପୱେ ନିର୍ମାଣ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଅନୁମୋଦନ ଦେଇଛି। ତା ସହିତ କୋରାପୁଟର ଜଙ୍ଗଲୀ ପରିବେଶ ପର୍ଯ୍ୟଟକମାନଙ୍କୁ ଜଙ୍ଗଲ ସଫାରି ଏବଂ ବିଳାସପୂର୍ଣ୍ଣ ଗ୍ଲାମିଂ ଟେଣ୍ଟ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ଶତାଧିକ ସ୍ଥାନୀୟ ଆଦିବାସୀ ଯୁବକ ଯୁବତୀ ଗାଇଡ୍ ଏବଂ ହୋଟେଲ ମ୍ୟାନେଜମେଣ୍ଟରେ ପ୍ରତ୍ୟକ୍ଷ ରୋଜଗାର ପାଇପାରିବେ ବୋଲି କହିଛନ୍ତି। ପରବର୍ତ୍ତୀ ଖବର। ସମଲେଶ୍ୱରୀ ମନ୍ଦିର ହେରିଟେଜ୍ କରିଡର ସମ୍ପ୍ରସାରଣ। ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ନୂଆ ପ୍ୟାକେଜ ମଞ୍ଜୁର କରିଛନ୍ତି। ମନ୍ଦିର ଚାରିପାଖରେ ଥିବା ରାସ୍ତାଗୁଡ଼ିକର ଚଉଡ଼ାକରଣ କରାଯିବ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଭବ୍ୟ ପ୍ରବେଶ ଦ୍ୱାର ନିର୍ମାଣ ହେବ। ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆଧୁନିକ ସିସିଟିଭି କ୍ୟାମେରା ଏବଂ ସ୍ୱତନ୍ତ୍ର ସୂଚନା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି ଖବର ପ୍ରକାଶ ପାଇଛି। ଏହି ହେରିଟେଜ୍ କରିଡରକୁ ରାତି ସମୟରେ ଆଲୋକିତ କରିବା ପାଇଁ ସ୍ୱତନ୍ତ୍ର ଏଲ୍ଇଡି ବ୍ୟବସ୍ଥା ଏବଂ ସଂଯୋଗୀକରଣ ମଧ୍ୟ କରାଯିବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ଓଡ଼ିଶାରେ ବଜ୍ରପାତର ପ୍ରଭାବ ଓ ପାଣିପାଗର ଚେତାବନୀ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଓଡ଼ିଶାର 12ଟି ଜିଲ୍ଲା ପାଇଁ ବଜ୍ରପାତ ସହ ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରିଛି। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲ୍ଲାରେ ବଜ୍ରପାତର ପ୍ରଭାବ ସର୍ବାଧିକ ରହିବ ବୋଲି କୁହାଯାଇଛି। ତା ସହିତ ଝଡ଼ ବର୍ଷା ସମୟରେ ଖୋଲା ପଡ଼ିଆ କିମ୍ବା ଗଛ ମୂଳକୁ ନ ଯିବା ପାଇଁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି। ସରକାର ସମସ୍ତ ବ୍ଲକ ପ୍ରଶାସନକୁ କ୍ଷୟକ୍ଷତି ଉପରେ ନଜର ରଖିବା ସହ ଜରୁରୀକାଳୀନ ହେଲ୍ପଲାଇନ୍ ସକ୍ରିୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ଗୋପାଳପୁର ବନ୍ଦର ସମ୍ପ୍ରସାରଣରେ 500 କୋଟିର ନିବେଶ। ଓଡ଼ିଶାର ସାମୁଦ୍ରିକ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ପାଇଁ 500 କୋଟି ଟଙ୍କାର ଏକ ବିଶାଳ ନିବେଶ ଘୋଷଣା କରାଯାଇଛି। ଏହି ଯୋଜନା ଅଧୀନରେ ବୃହତ୍ ମାଲବାହୀ ଜାହାଜଗୁଡ଼ିକର ରହଣି ପାଇଁ ନୂତନ ବାର୍ଥ ଏବଂ କଣ୍ଟେନର ଟର୍ମିନାଲ ନିର୍ମାଣ ହେବ। ଏହାଦ୍ୱାରା ଦେଶ ବିଦେଶରୁ ସିଧାସଳଖ କାର୍ଗୋ ପରିବହନ ସହଜ ହେବ। ରାଜ୍ୟର ଅର୍ଥନୀତି ପାଇଁ ଏହି ପ୍ରକଳ୍ପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆଦିବାସୀ ଛାତ୍ରୀଙ୍କ ପାଇଁ ନୂତନ ମେଧା ସ୍କଲାରସିପ୍। ଓଡ଼ିଶା ସରକାର ଅନୁସୂଚିତ ଜନଜାତିର ଛାତ୍ରୀମାନଙ୍କ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ମେଧାବୃତ୍ତି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ମ୍ୟାଟ୍ରିକ୍ ଶେଷ କରିଥିବା ଯୋଗ୍ୟ ମେଧାବୀ ଆଦିବାସୀ ଛାତ୍ରୀମାନଙ୍କୁ କଲେଜ ଶିକ୍ଷା ପାଇଁ ସିଧାସଳଖ ଆର୍ଥିକ ଅନୁଦାନ ମିଳିବ। ଏହି ବୃତ୍ତି ସେମାନଙ୍କର ନାମଲେଖା ଏବଂ ବହିପତ୍ର କିଣିବାରେ ବହୁତ ସାହାଯ୍ୟ କରିବ। ଅଧାରୁ ପାଠ ଛାଡ଼ୁଥିବା ଛାତ୍ରୀଙ୍କର ସଂଖ୍ୟା କମାଇବା ଏହାର ମୁଖ୍ୟ ଲକ୍ଷ୍ୟ। ସରକାର ଏଥିପାଇଁ ଚଳିତ ବଜେଟରେ ସ୍ୱତନ୍ତ୍ର ପାଣ୍ଠି ମଧ୍ୟ ରଖିଛନ୍ତି। ପରବର୍ତ୍ତୀ ଖବର। କଟକ ଓ ରାଉରକେଲା ସରକାରୀ ହସ୍ପିଟାଲର ଉନ୍ନତିକରଣ। ରାଜ୍ୟର ପ୍ରମୁଖ ସରକାରୀ କଲେଜଗୁଡ଼ିକରେ ଅତ୍ୟାଧୁନିକ ଚିକିତ୍ସା ସେବାର ବ୍ୟାପକ ଭିତ୍ତିଭୂମିର ସମ୍ପ୍ରସାରଣ କରାଯାଇଛି। କଟକ ଏସ୍ସିବି ମେଡିକାଲରେ ନୂତନ କାର୍ଡିଓଲୋଜି ଓ ଆଇସିୟୁ ବିଭାଗ ସହ 350ରୁ ଅଧିକ ବେଡ୍ ମଞ୍ଜୁରୀ ମିଳିଛି। ରାଉରକେଲା ହସ୍ପିଟାଲରେ ନିଓନାଟାଲ କେୟାର ବିଭାଗ ସହ 150ଟି ନୂତନ ବେଡ୍ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟାରମ୍ଭ ହୋଇଛି। ଏହା ସହିତ ବାଲେଶ୍ୱର ଏଫ୍ଏମ୍ ମେଡିକାଲରେ କ୍ୟାନ୍ସର ଚିକିତ୍ସା ପାଇଁ ଅଙ୍କୋଲୋଜି ବିଭାଗ ସହ 100ଟି ନୂତନ ବେଡ୍ ମଧ୍ୟ ତିଆରି କରାଯାଇଛି। ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ପ୍ରକଳ୍ପରେ ଅତ୍ୟାଧୁନିକ ଚିକିତ୍ସା ଯନ୍ତ୍ରପାତି ଯୋଗାଣ ପ୍ରକ୍ରିୟାକୁ ମଧ୍ୟ ଜାରି କରାଯାଇଛି। ପରବର୍ତ୍ତୀ ଖବର। ଇ ବସ୍ ସେବା ଅଧିକ ନୂଆ ସହରକୁ ବିସ୍ତାର ହେବ। ରାଜ୍ୟରେ ପ୍ରଦୂଷଣମୁକ୍ତ ପରିବେଶ ଏବଂ ସବୁଜ ପରିବହନ ପାଇଁ ଇ ସେବାର ବ୍ୟାପକ ସମ୍ପ୍ରସାରଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କଟକରୁ ଭୁବନେଶ୍ୱର ରୁଟ୍ରେ ସର୍ବାଧିକ 150ଟି ଇ ବସ୍ ଚଳାଚଳ ସଫଳତାର ସହ ଜାରି ରହିଛି। ତେବେ ବର୍ତ୍ତମାନ ସମ୍ବଲପୁର, ଝାରସୁଗୁଡ଼ା, ଶିଳ୍ପାଞ୍ଚଳ ରୁଟ୍ରେ 45ଟି ସ୍ୱତନ୍ତ୍ର ଇ ବସ୍ ଯାତ୍ରୀ ସେବା ମଧ୍ୟ ପ୍ରଦାନ କରୁଛି।
ବାଲେଶ୍ୱର ଭଦ୍ରକ ନୂଆ ରୁଟ୍ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ 25ଟି ନୂତନ ଇ ବସ୍ ଚଳାଚଳ ପ୍ରସ୍ତାବିତ ଅଛି। ତେବେ ସ୍ମାର୍ଟ ସିଟି ମିଶନ ଅଧୀନରେ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ସହରାଞ୍ଚଳକୁ ଏହି ବସ୍ ସେବା ସମ୍ପ୍ରସାରିତ ହେବ। ପରବର୍ତ୍ତୀ ଖବର, ରାଜ୍ୟ କ୍ରୀଡ଼ା ଏକାଡେମୀରୁ ଗ୍ରାମୀଣ ପ୍ରତିଭା ଅନ୍ୱେଷଣ। ରାଜ୍ୟର ଗ୍ରାମାଞ୍ଚଳରେ ଲୁଚି ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତ ସ୍ତରରେ ବିଭିନ୍ନ ଖେଳ ପ୍ରତିଯୋଗିତା ଜରିଆରେ ଶାରୀରିକ ସକ୍ଷମ ପିଲାମାନଙ୍କୁ ଚୟନ କରାଯିବ। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ପିଲାମାନଙ୍କୁ ଜିଲ୍ଲା ସ୍ତର କ୍ୟାମ୍ପରେ ଉନ୍ନତ ମାନର ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ କ୍ରୀଡ଼ା ହଷ୍ଟେଲରେ ମାଗଣା ଶିକ୍ଷା ଓ ଅତ୍ୟାଧୁନିକ କ୍ରୀଡ଼ା ପ୍ରଶିକ୍ଷଣ ମଧ୍ୟ ଦିଆଯିବ ଏବଂ ଶେଷ ପର୍ଯ୍ୟାୟରେ କ୍ରୀଡ଼ାବିତମାନଙ୍କୁ ଭବିଷ୍ୟତର ଅଲିମ୍ପିକ୍ ଓ ଏସୀୟ କ୍ରୀଡ଼ା ପାଇଁ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଖବର ଉପରେ ନଜର ପକାଇବା ଦେଶର ଜାତୀୟ ଗୁରୁତ୍ୱପୂର୍ଣ୍ଣ ସମାଚାର ଉପରେ। ଇସ୍ରୋ ଦ୍ୱାରା ନୂତନ ପରିବେଶ ଉପଗ୍ରହ ସଫଳ ଉତ୍କ୍ଷେପଣ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ପୃଥିବୀ ପର୍ଯ୍ୟବେକ୍ଷଣ ପାଇଁ ଉଦ୍ଦିଷ୍ଟ ଅତ୍ୟାଧୁନିକ ଉପଗ୍ରହର ସଫଳ ପରୀକ୍ଷଣ କରାଯାଇଛି। ଏହି ରକେଟ୍ ଶ୍ରୀହରିକୋଟାରୁ ସଫଳତାର ସହ ମହାକାଶକୁ ଯାତ୍ରା କରିଛି। ଏହି ନୂତନ ସାଟେଲାଇଟ୍ ଦେଶର ପଶ୍ଚିମା ପ୍ରଭାବ, ବନ୍ୟା ଏବଂ କୃଷି ଭିତ୍ତିଭୂମି ଉପରେ ସଠିକ୍ ପୂର୍ବାନୁମାନ ଦେବାରେ ସାହାଯ୍ୟ କରିବ। ଆଗାମୀ ମାସରୁ ଏହା ନିଜର ବୈଜ୍ଞାନିକ ସେବା ପ୍ରଦାନ କରିବା ଆରମ୍ଭ କରିବ। ସମଗ୍ର ଦେଶ ଇସ୍ରୋର ଏହି ସଫଳତାରେ ଗର୍ବିତ। ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ମୁମ୍ବାଇ ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ର ନୂଆ ରୁଟ୍ ଟ୍ରାଏଲ୍। ଦେଶର ପ୍ରଥମ ପ୍ରସ୍ତାବିତ ବୁଲେଟ୍ ଟ୍ରେନ୍ କରିଡରରେ ନୂତନ ସେଗମେଣ୍ଟ ଟ୍ରାଏଲ୍ ସଫଳତାର ସହ ଶେଷ ହୋଇଛି। ପ୍ରାୟ 320 କିଲୋମିଟର ପ୍ରତି ଘଣ୍ଟା ବେଗରେ ଚଳାଚଳ ପାଇଁ ଟ୍ରାକ୍ ସୁରକ୍ଷା ଯାଞ୍ଚ ଶେଷ ହୋଇଥିବା ରେଳ ମନ୍ତ୍ରଣାଳୟ ଜଣାଇଛି। ଏହି ରେଳ ପ୍ରକଳ୍ପରେ ସମ୍ପୂର୍ଣ୍ଣ ଅଟୋମେଟିକ୍ ବ୍ରେକ୍ ବ୍ୟବସ୍ଥା ଏବଂ ଭୂକମ୍ପ ଚେତାବନୀ ଉପକରଣ ଖଞ୍ଜାଯାଇଛି, ଯାହା ଯାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବ। ସେବା ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଗୁଜରାଟରେ ଭାରତର ସବୁଠାରୁ ବଡ଼ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍। ପରିବେଶ ପ୍ରଦୂଷଣ ମୁକ୍ତ ଇନ୍ଧନ ଉତ୍ପାଦନ କ୍ଷେତ୍ରରେ ଭାରତକୁ ବିଶ୍ୱର ମୁଖ୍ୟ କେନ୍ଦ୍ର କରିବା ପାଇଁ ଗୁଜରାଟ ଉପକୂଳରେ ଏକ ବିଶାଳ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ ପ୍ରତିଷ୍ଠା ହେବାକୁ ଯାଉଛି। କେନ୍ଦ୍ର ସରକାର ଏହି ପ୍ରକଳ୍ପ ଦ୍ୱାରା ବାର୍ଷିକ ପ୍ରାୟ 10 ଜିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖିଛନ୍ତି। ଏହି ପରିବେଶ ଅନୁକୂଳ ପଦକ୍ଷେପ ଦ୍ୱାରା ଦେଶରେ କୋଇଲା ଏବଂ ପେଟ୍ରୋଲର ଚାହିଦା ହ୍ରାସ ପାଇବ। ଭାରତ 2047 ସୁଦ୍ଧା ସମ୍ପୂର୍ଣ୍ଣ ଶକ୍ତି ଆତ୍ମନିର୍ଭରଶୀଳ ହେବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତି ବୋଲି ପ୍ରକାଶ ପାଇଛି। ପରବର୍ତ୍ତୀ ଖବର। 28ଟି ରାଜ୍ୟରେ ଜମି ରେକର୍ଡର ସମ୍ପୂର୍ଣ୍ଣ ଡିଜିଟାଲିକରଣ। ଭାରତ ସରକାର ଦ୍ୱାରା ପ୍ରତ୍ୟେକ ଚାଷ ଜମି ପାଇଁ ସ୍ୱତନ୍ତ୍ର ପରିଚୟ ନମ୍ବର ଜାରି କରାଯିବ। ସମସ୍ତ ଜମି କିଣାବିକା ଏବଂ ମାଲିକାନା ତଥ୍ୟକୁ ବ୍ଲକଚେନ୍ ପ୍ରଯୁକ୍ତିରେ ସୁରକ୍ଷିତ ରଖାଯିବ। ଡିଜିଟାଲ ସ୍ୱଚ୍ଛତା ଯୋଗୁଁ ଚାଷୀମାନେ ଅତି ସହଜରେ ନିଜ ଜମି ବନ୍ଧକ ରଖି ବ୍ୟାଙ୍କରୁ ଋଣ ପାଇପାରିବେ। ତା ସହିତ ଜମିର ନକ୍ସା ବା ମାନଚିତ୍ରକୁ ଡିଜିଟାଲ ରେକର୍ଡ ସହିତ ସମ୍ପୂର୍ଣ୍ଣ ସଂଯୋଗ କରାଯିବ। ତଥ୍ୟର ସ୍ପଷ୍ଟତା ଯୋଗୁଁ ଜମି ସମ୍ବନ୍ଧୀୟ ମାଲିକାନା ବିବାଦ ବହୁତ ମାତ୍ରାରେ ହ୍ରାସ ପାଇବ ବୋଲି ଆଶା ପ୍ରକାଶ କରାଯାଉଛି। ପରବର୍ତ୍ତୀ ଖବର। ଆରବିଆଇର ସୁଧ ହାର ନୀତି ସ୍ଥିର ରହିବା ନେଇ ସୂଚନା। ରେପୋ ହାର ଯାହାକି 6.50 ସହିତ ଅପରିବର୍ତ୍ତିତ ରହିଛି ଏବଂ ରିଭର୍ସ ରେପୋ ରେଟ୍ 3.35ରେ ସ୍ଥିର ରହିଛି। ନଗଦ ସଂରକ୍ଷଣ ଅନୁପାତ CRR 4.50ରେ ଅପରିବର୍ତ୍ତିତ ରହିଛି। ସେହିପରି ଭାବରେ ହୋମ୍ ଓ କାର୍ ଲୋନ୍ ସ୍ଥିର ରହିବ। ଗ୍ରାହକଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବ ନାହିଁ। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ସହ ବଜାରରେ ପର୍ଯ୍ୟାପ୍ତ ଅର୍ଥ ପ୍ରବାହ ଜାରି ରହିଛି। ପରବର୍ତ୍ତୀ ଖବର। ଜାତୀୟ ରାଜପଥ ନିର୍ମାଣ ନୂତନ ବିଶ୍ୱ ରେକର୍ଡ। ଭାରତ ସରକାର ଦୈନିକ ରାଜପଥ ନିର୍ମାଣ କ୍ଷେତ୍ରରେ ବିଶ୍ୱ ସ୍ତରରେ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପ୍ରତିଦିନ ହାରାହାରି 40 କିଲୋମିଟର ରାଜପଥ ନିର୍ମାଣ କରି ଭାରତ ବିକାଶର ଗତିକୁ ଅଧିକ ଦ୍ରୁତ କରିଛି। ତା ସହିତ ପ୍ରମୁଖ ବ୍ୟବସାୟିକ ସହରଗୁଡ଼ିକୁ ସହଜ କରିବା ପାଇଁ ନୂତନ ଏକ୍ସପ୍ରେସୱେ କରିଡର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପରିବେଶ ସୁରକ୍ଷା ପାଇଁ ନୂଆ ରାଜପଥ ପାର୍ଶ୍ୱରେ ଲକ୍ଷ ଲକ୍ଷ ଗଛ ଲଗାଇ ଗ୍ରୀନ୍ କରିଡର ସୃଷ୍ଟି କରାଯାଉଛି। ପରବର୍ତ୍ତୀ ଖବର। ଡିଜିଟାଲ କାରବାରରେ ଭାରତର ଅଭୂତପୂର୍ବ ସଫଳତା। ଭାରତ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ବିଶ୍ୱ ସ୍ତରରେ ନୂଆ ଇତିହାସ ସୃଷ୍ଟି କରିଛି। ଚଳିତ ମାସ ସୁଦ୍ଧା ଭାରତରେ ମୋଟ ଡିଜିଟାଲ କାରବାର ସଂଖ୍ୟା 20 ବିଲିୟନ ଟଙ୍କାର ସୀମା ପାର କରିଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକ ୟୁପିଆଇ ବ୍ୟବହାର କରି ପରିବର୍ତ୍ତନର ସୂତ୍ର ଦର୍ଶାଇଛନ୍ତି। ବଡ଼ ମଲ୍ଠାରୁ ଆରମ୍ଭ କରି ଗ୍ରାମର ଛୋଟ ଦୋକାନ ପର୍ଯ୍ୟନ୍ତ କ୍ୟାସଲେସ୍ କାରବାର ଲୋକପ୍ରିୟ ହୋଇଛି। ଏହି ସଫଳତା ଭାରତର ଡିଜିଟାଲ ଭିତ୍ତିଭୂମିର ଶକ୍ତିକୁ ଦର୍ଶାଉଛି। ବିଶ୍ୱର ବିକଶିତ ଦେଶମାନେ ଭାରତର ଏହି ପ୍ରଯୁକ୍ତିକୁ ଆପଣେଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଦେଶର ସୁରକ୍ଷା ପାଇଁ ନ୍ୟାସନାଲ ସାଇବର ସେଣ୍ଟର। ଦେଶର ନାଗରିକ ଗୋପନୀୟ ତଥ୍ୟ ସୁରକ୍ଷିତ ରଖିବା ପାଇଁ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବ୍ୟାଙ୍କିଂ ସେବାଗୁଡ଼ିକୁ ବିଦେଶୀ ହ୍ୟାକର୍ସଙ୍କ କବଳରୁ ସୁରକ୍ଷିତ ରଖିବାକୁ ସ୍ୱତନ୍ତ୍ର କବଚ ଏହା ଅଟେ। ସରକାରୀ ଯୋଗାଯୋଗ ପାଇଁ ସମ୍ପୂର୍ଣ୍ଣ ସ୍ୱଦେଶୀ ପ୍ରଯୁକ୍ତି ସମ୍ପନ୍ନ କ୍ଲାଉଡ୍ ନେଟୱାର୍କ। ସେନାବାହିନୀର ସେନ୍ସିଟିଭ୍ ସୂଚନା ସୁରକ୍ଷିତ ରକ୍ଷଣାବେକ୍ଷଣ ଏବଂ ପ୍ରତିରକ୍ଷା ବ୍ୟବସ୍ଥାରେ ଏହା ସଫଳ ସାବ୍ୟସ୍ତ ହେବ। ପରବର୍ତ୍ତୀ ଖବର। ଔଷଧ ରପ୍ତାନି କ୍ଷେତ୍ରରେ ଭାରତର ବୃହତ୍ ସଫଳତା।
2024 ମସିହାରେ 4,500 କୋଟିର ସଫଳ ଔଷଧ ରପ୍ତାନି। ୟୁରୋପୀୟ ଦେଶ 2025 ମସିହାରେ 6,200 କୋଟିର ରପ୍ତାନି ଲକ୍ଷ୍ୟ ହାସଲ କରିଛି। ତା ସହିତ 2026 ସୁଦ୍ଧା ସର୍ବାଧିକ 8,800 କୋଟିର ରପ୍ତାନିର ରେକର୍ଡ ସ୍ତରରେ ପହଞ୍ଚିଛି ଏବଂ ଗୁଣାତ୍ମକ ସ୍ୱଦେଶୀ ଔଷଧ ଯୋଗାଇ ବିଶ୍ୱରେ ଭାରତ ସୁନାମ ମଧ୍ୟ ଅର୍ଜନ କରୁଛି। ପରବର୍ତ୍ତୀ ଖବର, ଦିଲ୍ଲୀର ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନୂଆ ସଫଳତା। କୃଷି ବର୍ଜ୍ୟବସ୍ତୁ ପରିଚାଳନାରେ ପୁଆଲ ଜଲାପୋଡ଼ା ସମ୍ପୂର୍ଣ୍ଣ ରୋଗ AQIରେ 25% ସୁଧାର ରେକର୍ଡ। 800 କୋଟିର ଅନୁଦାନ ପାଇଁ ବ୍ୟବହାର ହୋଇଛି। ସବୁଜ ବଳୟ ସୃଷ୍ଟି ପ୍ରକଳ୍ପ ହୋଇଛି। 1 କୋଟିରୁ ଅଧିକ ବୃକ୍ଷରୋପଣ ସହିତ ବାୟୁମଣ୍ଡଳରେ ଅମ୍ଳଜାନର ବୃଦ୍ଧି ହୋଇଛି, ଯାହା ପାଇଁ 450 କୋଟି ମଞ୍ଜୁର କରାଯାଇଛି। ସେହିପରି ଭାବରେ ଶିଳ୍ପ ବିଦ୍ୟୁତୀକରଣ, କୋଇଲା ଚାଳିତ ୟୁନିଟ୍ଗୁଡ଼ିକ ବନ୍ଦ କରାଯିବା ସହିତ ସଲଫର ନିଗମନରେ ଆଶାତୀତ ହ୍ରାସ ମଧ୍ୟ ହୋଇଛି, ଯାହା ପାଇଁ 950 କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏହା ସହିତ ଆସନ୍ତୁ ନଜର ପକାଇବା ବର୍ତ୍ତମାନ ଆନ୍ତର୍ଜାତିକ ମୁଖ୍ୟ ସମ୍ବାଦ ଉପରେ। ଜଳବାୟୁ ସମ୍ମିଳନୀରେ ଗ୍ଲୋବାଲ କାର୍ବନ ହ୍ରାସ ଚୁକ୍ତି। ବିଶ୍ୱ ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ସଫଳତା ମିଳିଛି। ଜଳବାୟୁ ସମ୍ମିଳନୀରେ ସବୁଜ ଗୃହ ଗ୍ୟାସ୍ ନିର୍ଗମନ କମାଇବା ପାଇଁ ବିଶ୍ୱର ପ୍ରାୟ 150ରୁ ଅଧିକ ଦେଶ ଏବଂ ସ୍ୱତନ୍ତ୍ର ଚୁକ୍ତିପତ୍ରରେ ସ୍ୱାକ୍ଷର କରିଛନ୍ତି। ଆଗାମୀ ଦଶନ୍ଧିରେ ମଧ୍ୟରେ କୋଇଲା ଏବଂ ଅଶୋଧିତ ତୈଳ ବ୍ୟବହାରକୁ ପର୍ଯ୍ୟାୟକ୍ରମେ ଅଧା ରଖିବା ପାଇଁ ସମସ୍ତ ବିକଶିତ ରାଷ୍ଟ୍ର ସହମତ ହୋଇଛନ୍ତି। ଏହି ପଦକ୍ଷେପ ଦ୍ୱାରା ବିଶ୍ୱର ହାରାହାରି ତାପମାତ୍ରା ବୃଦ୍ଧିକୁ 1.5 ଡିଗ୍ରୀ ସେଲସିୟସ୍ ମଧ୍ୟରେ ସୀମିତ ରଖାଯାଇପାରିବ। ବିଶ୍ୱ ଜନସାଧାରଣଙ୍କର ସୁରକ୍ଷିତ ଭବିଷ୍ୟତ ପାଇଁ ଏହି ଐତିହାସିକ ନିଷ୍ପତ୍ତି ଅତ୍ୟନ୍ତ ଆବଶ୍ୟକ ଥିଲା। ପରବର୍ତ୍ତୀ ଖବର, କୃତ୍ରିମ ବୁଦ୍ଧିମତ୍ତାର ନୈତିକ ବ୍ୟବହାର ପାଇଁ ବିଶ୍ୱ ଚୁକ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅପବ୍ୟବହାର ରୋକିବା ପାଇଁ 80ରୁ ଅଧିକ ଦେଶ ସମ୍ମତି ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଡାଟାର ସୁରକ୍ଷା ଓ ଅସ୍ତ୍ରଶସ୍ତ୍ରର ଏହାର ପ୍ରୟୋଗକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ଏକ ଦୃଢ଼ ବିଶ୍ୱ ନିୟମାବଳୀ ପ୍ରସ୍ତୁତ ହୋଇଛି। ପରବର୍ତ୍ତୀ ଖବର, ଫିଫା ୱାର୍ଲ୍ଡ କପ୍ ରୋମାଞ୍ଚକର ଫାଇନାଲ ମ୍ୟାଚ୍। ବିଶ୍ୱ ଫୁଟବଲ ମହାକୁମ୍ଭର ଫାଇନାଲ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଢଙ୍ଗରେ ଶେଷ ହୋଇଛି। ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ଏହି ଖେଳରେ ଉଭୟ ଦଳ ଶେଷ ମିନିଟ୍ ପର୍ଯ୍ୟନ୍ତ ପ୍ରାଣପଣେ ଚେଷ୍ଟା କରିଥିଲେ। ଷ୍ଟାଡିୟମରେ ଉପସ୍ଥିତ ହଜାର ହଜାର ଦର୍ଶକ କୋଳାହଳ ଏବଂ ରଙ୍ଗାରଙ୍ଗ ଆତସବାଜି ପରିବେଶକୁ ଆହୁରି ଉତ୍ସବ ମୁଖର କରିଥିଲା। ଏହି ଐତିହାସିକ ବିଜୟ ପରେ ବିଶ୍ୱବ୍ୟାପୀ ପ୍ରଶଂସକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ସ୍ପେନ୍ ହେଲା ବିଶ୍ୱ ଚମ୍ପିଆନ। ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ମିଳିତ ସଫଳତା। ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଏକ ନୂତନ ମିଳିତ ଗବେଷକ ଦଳ ସଫଳତାର ସହ ପହଞ୍ଚିଛନ୍ତି। ଏହି ମିଶନରେ ଆମେରିକା, ଜାପାନ ଏବଂ ଭାରତର ବୈଜ୍ଞାନିକମାନେ ମିଶି ପୃଥିବୀର ବାହାରେ ଜୀବନର ସମ୍ଭାବନା ଏବଂ ବିରଳ ଧାତୁ ସନ୍ଧାନ ଉପରେ ଦୀର୍ଘ 6 ମାସ ପର୍ଯ୍ୟନ୍ତ କାମ କରିବେ। ଏହି ସହଯୋଗ ମହାକାଶ ବିଜ୍ଞାନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହାଦ୍ୱାରା ସ୍ପେସ୍ ଇଞ୍ଜିନିୟରିଂ ଏବଂ ଉପଗ୍ରହ ସୁରକ୍ଷାରେ ନୂତନ ଦିଗ ଉନ୍ମୋଚିତ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆଇସଲ୍ୟାଣ୍ଡରେ ଭୟଙ୍କର ଆଗ୍ନେୟଗିରି ଉଦ୍ଗୀରଣ। ଆଇସଲ୍ୟାଣ୍ଡରେ ଏକ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ସେଠାରେ ଥିବା ଏକ ପ୍ରସିଦ୍ଧ ଆଗ୍ନେୟଗିରିରୁ ଅତି ଭୟଙ୍କର ଲାଭା ନିର୍ଗମନ ଆରମ୍ଭ ହୋଇଛି। ପ୍ରଶାସନ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି। ଆକାଶରେ ବିଷାକ୍ତ ଗ୍ୟାସ୍ ଏବଂ ପାଉଁଶର ମେଘ ଖେଳିଯାଇଥିବାରୁ ସମଗ୍ର ଉତ୍ତର ୟୁରୋପରେ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଛି। ସରକାର ସେହି ଅଞ୍ଚଳକୁ ଜରୁରୀକାଳୀନ ଜୋନ୍ ଘୋଷଣା କରିବା ସହିତ ବୈଜ୍ଞାନିକମାନଙ୍କ ମତରେ ଏହି ଉଦ୍ଗୀରଣ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ପ୍ରକାଶ କରିଛନ୍ତି। ପରବର୍ତ୍ତୀ ଖବର, ଭବିଷ୍ୟତର ମହାମାରୀ ପ୍ରସ୍ତୁତି ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସୂଚନା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଭବିଷ୍ୟତର ଯେକୌଣସି ଜୀବାଣୁଜନିତ ବିପତ୍ତିର ମୁକାବିଲା ପାଇଁ ଏକ ନୂତନ ମାର୍ଗଦର୍ଶିକା ଜାରି କରିଛି। ପୃଥିବୀର ବିଭିନ୍ନ ଦେଶରେ ଥିବା ଲ୍ୟାବଗୁଡ଼ିକରେ କରାଯାଉଥିବା ଜୈବିକ ଅନୁସନ୍ଧାନ ଉପରେ ତୀକ୍ଷ୍ଣ ନଜର ରଖିଛି। ସମସ୍ତ ଗରିବ ଓ ବିକାଶଶୀଳ ଦେଶ ଜୀବନ ରକ୍ଷାକାରୀ ପ୍ରତିଷେଧକ ଔଷଧ ଯୋଗାଇବା ପାଇଁ ଏକ ବିଶ୍ୱ ବ୍ୟାଙ୍କ ଅନୁଦାନ ପାଣ୍ଠି ମଧ୍ୟ ସୃଷ୍ଟି ହୋଇଛି। ଏହା ସହିତ ଆଜିର ସମାଚାର ଏଠାରେ ସମାପ୍ତ ହୋଇଛି। ଏହିପରି ପ୍ରତ୍ୟେକ ଦିନ ଶୀଘ୍ର ନୂଆ ଖବର ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରହନ୍ତୁ। ଧନ୍ୟବାଦ।